ଆମେ ଆଜି ପହଞ୍ଚିଛୁ ଶ୍ରୀକାକୁଲମ ଜିଲ୍ଲାର ପୁରୁଣାପାଟଣା ମଣ୍ଡଳର ଚାଙ୍ଗୁଡ଼ି ଗାଁରେ ଥିବା ମା ପ୍ରତ୍ୟକ୍ଷ ଦେବୀ ବିନ୍ଧ୍ୟବାସିନୀ ମନ୍ଦିରରେ। ଏହି ମନ୍ଦିର ରାଜା ରାଜୁଡ଼ା କାଳରୁ ଅବସ୍ଥାପିତ ରହିଛି। ମାଙ୍କର ମହିମା ଅତୁଳନୀୟ। ମାଙ୍କ ଦର୍ଶନ କରିବା ସକାଶେ ଦୂର ଦୂରାନ୍ତରୁ ଭକ୍ତ ପହଞ୍ଚିଥାନ୍ତି। ଯାହା ମନାସିବେ ଭକ୍ତ ତାଙ୍କର ମନସ୍କାମନା ପୂରଣ ହୁଏ। ତେଣୁ ଭକ୍ତ ଏଠାରେ ସୁଅ ଛୁଟିଥିବାର ଦେଖିବାକୁ ମିଳିଛି। ପ୍ରତିବର୍ଷ ଏଠାରେ 9 ଦିନ ଯାତ୍ରା ହୁଏ। ଏହି 9 ଦିନ ଯାତ୍ରାରେ ବହୁ ଭକ୍ତଙ୍କ ସମାଗମ ହୁଏ ଏବଂ ଏହି ଯାତ୍ରା ପରିସମାପ୍ତି ହୋଇଯାଇଛି। ଆଜି ଚୈତ୍ର ମଙ୍ଗଳବାର ଶେଷ ମଙ୍ଗଳବାରରେ ଭକ୍ତଙ୍କ ମଧ୍ୟ ସମାବେଶ ହୋଇଥିଲା। ମାଙ୍କୁ ଦର୍ଶନ କରିବା ସକାଶେ ଭକ୍ତଙ୍କ ସମାଗମ ହୋଇଛନ୍ତି। ମାଙ୍କୁ ଦର୍ଶନ କରି ଆଶୀଷ ନେଇଥିବାର ଦେଖିବାକୁ ମିଳିଛି। ଚାଲନ୍ତୁ ବୁଝିବା ମାଙ୍କ ବିଷୟରେ ପୂଜାରୀ ଠାରୁ। ମା ବିନ୍ଧ୍ୟବାସିନୀ ଆଜି ଚୈତ୍ର ମାସର ଚତୁର୍ଥ ମଙ୍ଗଳବାର ହୋଇଥିବାରୁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି। ଏହି ବିନ୍ଧ୍ୟବାସିନୀ ମନ୍ଦିର ଆନ୍ଧ୍ର ଓ ଓଡ଼ିଶାର ସୀମାନ୍ତରେ ଅଛି। ଚାଙ୍ଗୁଡ଼ି ଗ୍ରାମରେ ଅଛି। ମହେନ୍ଦ୍ର ତନୟା ନିକଟରେ ଚାଙ୍ଗୁଡ଼ି ଗ୍ରାମ, ସେହି ଗ୍ରାମରେ ବିନ୍ଧ୍ୟବାସିନୀ ମା ଅଛନ୍ତି। ଏଠାକୁ ବହୁ ଭକ୍ତଙ୍କ ସମାଗମ ହୁଏ। ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବାରୁ ଭକ୍ତମାନେ ମା ମାନେ ଚୁଡ଼ି, ସିନ୍ଦୁର, ନଡ଼ିଆ, କଦଳୀ ମାଙ୍କ ପାଇଁ ଆଣି ଶାଢ଼ୀ ପ୍ରଭୃତି ପୂଜା ସାମଗ୍ରୀ ଧରି ଆସି ମାଙ୍କ ପାଖରେ ପୂଜା ଅର୍ଚ୍ଚନା କରିକି ମଙ୍ଗଳ କାମନା କରିକି ପରିବାରର ଏଠାରେ ଯାଇଛନ୍ତି। ଜୟ ମା ବିନ୍ଧ୍ୟବାସିନୀ। ପରିଚୟ କୃଷ୍ଣେନ୍ଦ୍ର ମହାନ୍ତି, ଚାଙ୍ଗୁଡ଼ି। କ'ଣ କହିବେ ମା ବିନ୍ଧ୍ୟବାସିନୀଙ୍କର ପ୍ରତ୍ୟକ୍ଷ ଦେବୀଙ୍କର? ଇଏ ହେଉଛି ଶ୍ରୀକାକୁଲମ ଜିଲ୍ଲା, କିନ୍ତୁ ପାଟନା ଆମର ଚାଲିଛି। ଏଇଠି ଆମର ଚାଙ୍ଗୁଡ଼ି ଶାସନ, ଏଇଠି ବିନ୍ଧ୍ୟବାସିନୀ ମା ଅଛନ୍ତି। ତେଣୁ କରିକି ପୂଜାପୂଜି ନିୟମ ନିଷ୍ଠାରେ ଚାଲିଛି। ଏବେ ନବରାତ୍ର ଆରମ୍ଭ ହୋଇକି ଶେଷ ହୋଇଗଲା। ଇଏ 9 ଦିନ ପୂଜା ବହୁତ ଲୋକ ଆସି ଦର୍ଶନ କରି ଗହଳ କରି ଯାଉଛନ୍ତି। କିନ୍ତୁ ଆଜି ଶେଷ ସମୟରେ ଭିଡ଼ିଓ କଭର କରିବାକୁ ମୁଁ ଚାଲିବ। କିନ୍ତୁ ପୂଜା ପାଠ ଅର୍ଚ୍ଚନା ଯାହା ଦରକାର ସବୁ ଯାକ ଏଠି ନିୟମ ନିଷ୍ଠା ଚାଲିଛି। ମାଙ୍କର ଆଶୀଷ ସକାଶେ ଏଇଟା କୃଷ୍ଣ ଗଜପତିଙ୍କର ପ୍ରତିଷ୍ଠା। କୃଷ୍ଣ ଗଜପତି ଓ ଗୋପୀନାଥ ଗଜପତିଙ୍କ ପ୍ରତିଷ୍ଠା। 3 ପୁରୁଷ। ଏବେକୁ 550 ବର୍ଷ 510 ବର୍ଷ ଚାଲୁଛି। ମନ୍ଦିର ହୋଇଛି, ନିର୍ମାଣ ହୋଇଛି। କିନ୍ତୁ ମନ୍ଦିର କାରଖାନା ଭଲ ଭାବରେ ଚାଲିଛି। ଆହୁରି ହେବାର ବ୍ୟବସ୍ଥା କରିବାକୁ ପଡ଼ୁଛି। ମା ଗୋଟେ ପ୍ରତ୍ୟକ୍ଷ ଦେବୀ, ମାଙ୍କ ଆଶୀଷ, ମାଙ୍କ ପ୍ରତ୍ୟକ୍ଷ ଦେବୀ ଯାହା ମନସ୍କାମନା କଲେ ତା ଭାବନା ରହୁଛି। ବହୁତ ଦୂରରୁ ଆସୁଛନ୍ତି। ବହୁତ ଦୂରରେ ଆସିକି ଦର୍ଶନ କରି ଯାଉଛନ୍ତି ଲୋକ। କିନ୍ତୁ ଇଏ ନବରାତ୍ରରେ ବହୁତ ଲୋକ ଆସି ଗହଳି କରିକି ଭଲ ପୂଜା ପାଠ କରି ଯାଉଛନ୍ତି। ବିନ୍ଧ୍ୟବାସିନୀ ମନ୍ଦିରରୁ ମୁଁ ବିବେକାନନ୍ଦ ବେହେରା, ରିପୋର୍ଟର ଷ୍ଟୁଡ଼ିଓ।